जय जगन्नाथ पिलाମାନେ ତ ଏହି ଭିଡ଼ିଓରେ ଆମେ ଓଡ଼ିଆ ଗ୍ରାମାରର କିଛି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ପେପର୍ ଡିସ୍କସନ୍ କରିବା ଯାହାକି ଆପଣଙ୍କ ଆର୍ଆଇ ହେଇଗଲା ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ହେଇଗଲା ଫରେଷ୍ଟ ଯେକୌଣସି ଏକ୍ଜାମ୍ ହେବ ତ ତା ପାଇଁ ଇମ୍ପୋର୍ଟାଣ୍ଟ ରହିବ। ଏ ହେଉଛି OAASର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ପେପର୍ ଗୁଡ଼ିକ ଠିକ୍ ଅଛି। ତ ଓଡ଼ିଆ ଗ୍ରାମାର ଦେଖନ୍ତୁ ପ୍ରଥମ କ୍ୱେଶ୍ଚିନ୍ କ'ଣ କହିଛି ପିଲାମାନେ ପୁରୁଷବାଚକ ବିଶେଷ୍ୟ ପଦ ପରେ କେଉଁ ପ୍ରତ୍ୟୟ ଲଗାଇ ଆମେ ନାରୀବାଚକ ବିଶେଷ୍ୟ ଗଠନ କରିପାରିବା। ତ କହିଛି ପିଲାମାନେ ପୁରୁଷବାଚକ ବିଶେଷ୍ୟ ପଦ ପରେ କେଉଁ ପ୍ରତ୍ୟୟ ଲଗାଇ ଆମେ ନାରୀବାଚକ ବିଶେଷ୍ୟ ଗଠନ କରିପାରିବା। ପିଲାମାନେ କହିଛି ଆଣି ନା ଦୀର୍ଘେଇ ନା ୟା। ପିଲାମାନେ ଆଣି ବି ହେଇପାରିବ, ୟା ବି ହେଇପାରିବ, ଆଉ ଦୀର୍ଘେଇ ବି ହେଇପାରିବ। ତ ସମସ୍ତ ସଠିକ୍ ଆନ୍ସର୍ ହେବ କ'ଣ ପିଲାମାନେ ସମସ୍ତ। ଏସବୁ ଆମେ ଲଗାଇ କ'ଣ କରିବା ଗୋଟେ ପୁରୁଷବାଚକ ବିଶେଷ୍ୟ ପଦକୁ ସ୍ତ୍ରୀ ବା ନାରୀବାଚକ ବିଶେଷ୍ୟ ପଦରେ ପରିଣତ କରିପାରିବା। ଆଉ ଯେଉଁମାନେ ପ୍ରଥମ ଭିଡ଼ିଓ ଗୁଡ଼ିକ ଯେଉଁ 5ଟି ଭିଡ଼ିଓ ଆପଲୋଡ଼ ହେଇଛି ଆପଣମାନଙ୍କ ପାଇଁ ତ ସେଗୁଡ଼ିକ ଦେଖିଦେବେ ଯାହାଫଳରେ କି ଆପଣମାନଙ୍କ ଓଡ଼ିଆ ଗ୍ରାମାରରେ ଫୁଲ୍ରୁ ଫୁଲ୍ ସ୍କୋର୍ ରହିବ ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚିନ୍ କ'ଣ ପଚାରିଲା ପିଲାମାନେ ନଭଡ଼ା ପାଇଁ ନିମ୍ନ ଲିଖିତ ମଧ୍ୟରୁ କେଉଁଟି ସନ୍ଧି ବିଚ୍ଛେଦଟି ଠିକ୍ ଅଟେ। ନବଢ଼ା ତ ଏହା ସଠିକ୍ ଆନ୍ସର୍ ପିଲାମାନେ ନବ ଯୁକ୍ତ ଉଢ଼ା ତ ନଭଡ଼ା ନବ ଯୁକ୍ତ ଉଢ଼ା ନଭଡ଼ା ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚିନ୍ କ'ଣ ପଚାରିଲା ସହସ୍ରାଂଶୁ ଶବ୍ଦଟି କାହାର ପ୍ରତିଶବ୍ଦ ଲେଖ। ସହସ୍ରାଂଶୁ ଶବ୍ଦଟି କାହାର ପ୍ରତିଶବ୍ଦ ପିଲାମାନେ ଚନ୍ଦ୍ର ନା ପର୍ବତ ନା ସୂର୍ଯ୍ୟ ନା ସମୁଦ୍ର। ତ ସହସ୍ରାଂଶୁ ଶବ୍ଦଟି ପିଲାମାନେ ସୂର୍ଯ୍ୟର ପ୍ରତିଶବ୍ଦ। କାହାର ପ୍ରତିଶବ୍ଦ ସୂର୍ଯ୍ୟର। ସହସ୍ରାଂଶୁ ଶବ୍ଦଟି କାହାର ପ୍ରତିଶବ୍ଦ ନା ସୂର୍ଯ୍ୟର। ନେକ୍ସଟ କ'ଣ ପଚାରିଲା କେଉଁଟି ଭାବ ବିଶେଷଣର ଅନ୍ତର୍ଭୁକ୍ତ ନୁହେଁ। ପିଲାମାନେ କହିଛି କେଉଁଟି ଭାବ ବିଶେଷଣର ଅନ୍ତର୍ଭୁକ୍ତ ନୁହେଁ। କହିଛି ଅବ୍ୟୟ କ୍ରିୟା ବିଶେଷଣ ସର୍ବନାମ। କେଉଁଟା ପିଲାମାନେ ଭାବ ବିଶେଷଣର ଅନ୍ତର୍ଭୁକ୍ତ ନୁହେଁ। ତ ଅବ୍ୟୟ ଗୋଟେ ଏମିତିକା ପଦ ସେ ଭାବ ବିଶେଷଣର ଅନ୍ତର୍ଭୁକ୍ତ ନୁହେଁ ମନେ ରହିଲା ଠିକ୍ ଅଛି। ତ ଭାବ ବିଶେଷଣର ଅନ୍ତର୍ଭୁକ୍ତ କିଏ ନୁହେଁ ଅବ୍ୟୟ ପଦ। ନେକ୍ସଟ କ'ଣ ପଚାରିଲା ପିଲାମାନେ ଓଡ଼ିଆ ଭାଷାରେ ସ୍ୱରବର୍ଣ୍ଣ କେତୋଟି ଓ କେଉଁଠୁ କେଉଁ ପର୍ଯ୍ୟନ୍ତ। ଓଡ଼ିଆ ଭାଷାରେ ପିଲାମାନେ ସ୍ୱରବର୍ଣ୍ଣ କେତୋଟି ପିଲାମାନେ 11ଟି। ଓଡ଼ିଆ ଭାଷାରେ ସ୍ୱରବର୍ଣ୍ଣ କେତେଟା ପିଲାମାନେ 11ଟି। ତ 11ଟି ଓ ଠାରୁ ଔ ପର୍ଯ୍ୟନ୍ତ ଅ ଠାରୁ ଔ ପର୍ଯ୍ୟନ୍ତ ସ୍ୱରବର୍ଣ୍ଣ ଠିକ୍ ଅଛି। ଆଉ ଯଦି ବର୍ଗ ବ୍ୟଞ୍ଜନ କେତେଟା ପିଲାମାନେ 25ଟା। ବର୍ଗ ବ୍ୟଞ୍ଜନ ପଚାରିଲା ପିଲାମାନେ 25ଟା। ଆଉ ଯଦି ପିଲାମାନେ ବ୍ୟଞ୍ଜନ ବର୍ଣ୍ଣ କେତେଟା ପିଲାମାନେ ତ ବ୍ୟଞ୍ଜନ ବର୍ଣ୍ଣ ପିଲାମାନେ 39ଟା ଠିକ୍ ଅଛି। ତ ବ୍ୟଞ୍ଜନ ବର୍ଣ୍ଣ 39ଟା ବର୍ଗ ବ୍ୟଞ୍ଜନ ହେଉଛି 25ଟା। ଆଉ ଯଦି ପିଲାମାନେ ବ୍ୟଞ୍ଜନ ବର୍ଣ୍ଣ ପଚାରିଲା ତ ଆମ ବର୍ଗ ବ୍ୟଞ୍ଜନକୁ ଛାଡ଼ିଲେ ଆଉ କେତେଟା ବ୍ୟଞ୍ଜନ ବର୍ଣ୍ଣ ରହିଲା ପିଲାମାନେ 14ଟା ଠିକ୍ ଅଛି। ନେକ୍ସଟ କ'ଣ ପଚାରିଲା ପିଲାମାନେ ନିମ୍ନଲିଖିତ ମଧ୍ୟରୁ କେଉଁଟି ବେ ଉପସର୍ଗ ଯୁକ୍ତ ଶବ୍ଦ ନୁହେଁ। ବେ ଉପସର୍ଗ ଯୁକ୍ତ ଶବ୍ଦ କେଉଁଟା ନୁହେଁ ପିଲାମାନେ ବେସରକାରୀ ବେଢଙ୍ଗ ବେହିସାବ ବେଷ୍ଟନ। କହିଛି ନିମ୍ନଲିଖିତ ମଧ୍ୟରେ କେଉଁଟି ବେ ଉପସର୍ଗ ଯୁକ୍ତ ଶବ୍ଦ ନୁହେଁ ବେସରକାରୀ ବେଢଙ୍ଗ ବେହିସାବ ବେଷ୍ଟନ। ତ କେମିତି ଜାଣିବ ପିଲାମାନେ ବେକୁ ପିଲାମାନେ ଛାଡ଼ିଦେଲେ ଆଉ ଗୋଟେ ଏଇଟା ଶବ୍ଦ ହେଇପାରିବନି ପାରୁଛି ନା ଦେଖ ସରକାରୀ ତ ଇଏ ଗୋଟେ ଶବ୍ଦ ଠିକ୍ ଅଛି। ସରକାରୀ ଗୋଟେ ଶବ୍ଦ ଯଦି ବେଢଙ୍ଗ ବେକୁ ଯଦି ଆମେ କାଟିଦେବା ଢଙ୍ଗ ଗୋଟେ ଶବ୍ଦ କି ନାହିଁ ଢଙ୍ଗ ଗୋଟେ ଶବ୍ଦ ସେମିତି ବେହିସାବ ବେକୁ କାଟିଲେ ହିସାବ ଗୋଟେ ଶବ୍ଦ କିନ୍ତୁ ବେଷ୍ଟନ ଷ୍ଟନ କହିଲେ କିଛି ବୁଝା ପଡ଼ୁନି। ତେଣୁ କେଉଁଥିରେ ପିଲାମାନେ ବେ ଉପସର୍ଗ ଲାଗିନି ନା ବେଷ୍ଟନରେ ଠିକ୍ ଅଛି। ନେକ୍ସଟ କ'ଣ ପଚାରିଲା ଅରଣ୍ୟ ରୋଦନ ଏହା କେଉଁ ଅର୍ଥରେ ବ୍ୟବହୃତ। ତ ଅରଣ୍ୟ ରୋଦନ କେଉଁ ଅର୍ଥରେ ପିଲାମାନେ ବ୍ୟବହୃତ ମିଛରେ କାନ୍ଦିବା ଅଯଥା କାନ୍ଦ ନିଷ୍ଫଳ ପ୍ରାର୍ଥନା ବଣରେ କାନ୍ଦିବା। ତ ଅରଣ୍ୟ ରୋଦନର ଅର୍ଥ ହେଉଛି ନିଷ୍ଫଳ ପ୍ରାର୍ଥନା। କ'ଣ ପିଲାମାନେ ନିଷ୍ଫଳ ପ୍ରାର୍ଥନା। ନେକ୍ସଟ କ'ଣ ପଚାରିଲା ପ୍ରବୃତ୍ତିର ବିପରୀତ ଶବ୍ଦ କ'ଣ। ପ୍ରବୃତ୍ତିର ବିପରୀତ ଶବ୍ଦ ପିଲାମାନେ ନିବୃତ୍ତି। ପ୍ରବୃତ୍ତିର ବିପରୀତ ଶବ୍ଦ ନିବୃତ୍ତି। ପ୍ରବୃତ୍ତିର ବିପରୀତ ଶବ୍ଦ କ'ଣ ହେବ ନିବୃତ୍ତି। ପ୍ରବୃତ୍ତିର ବିପରୀତ ଶବ୍ଦ ପିଲାମାନେ ନିବୃତ୍ତି ହେଲା। ନେକ୍ସଟ କ'ଣ ପଚାରିଲା ପୁରୁଷ ଯୁକ୍ତ ଉତ୍ତମ ସମାନ ଡ୍ୟାସ୍ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ସନ୍ଧି।
ପିଲାମାନେ ପୁରୁଷଯୁକ୍ତ ଉତ୍ତମ କ'ଣ ହେଲା? ପୁରୁଷୋତ୍ତମ। କ'ଣ ହେବ ପିଲାମାନେ? ପୁରୁଷୋତ୍ତମ। ପୁରୁଷଯୁକ୍ତ ଉତ୍ତମ ପୁରୁଷୋତ୍ତମ। ପୁରୁଷଯୁକ୍ତ ଉତ୍ତମ କ'ଣ ହେବ ପିଲାମାନେ? ପୁରୁଷୋତ୍ତମ। ନେକ୍ସଟ କ'ଣ ପଚାରିଲା ପିଲା? ଅଲଣା କଥା ଏହା କେଉଁ ଅର୍ଥରେ ବ୍ୟବହୃତ? ଅଲଣା କଥା ମାନେ ପିଲାମାନେ କ'ଣ? ଅଲଣା କଥା ମାନେ ମୂଲ୍ୟହୀନ କଥା। ଅଲଣା କଥା ମାନେ କ'ଣ ପିଲାମାନେ? ମୂଲ୍ୟହୀନ କଥା। ଅଲଣା କଥା ମାନେ କ'ଣ? ମୂଲ୍ୟହୀନ କଥା। ଅଲଣା କଥାର ମାନେ ହେଉଛି ମୂଲ୍ୟହୀନ କଥା। ଅଲଣା କଥା ମାନେ ମୂଲ୍ୟହୀନ କଥା। ନେକ୍ସଟ କ'ଣ ପଚାରିଲା ପିଲାମାନେ? ପ୍ରକାଶ୍ୟର ବିପରୀତ ଶବ୍ଦ କ'ଣ? ପ୍ରକାଶ୍ୟର ବିପରୀତ ଶବ୍ଦ ପିଲାମାନେ କ'ଣ? ପ୍ରକାଶ୍ୟର ବିପରୀତ ଶବ୍ଦ ପିଲାମାନେ ଗୋପନୀୟ। ପ୍ରକାଶ୍ୟର ବିପରୀତ ଶବ୍ଦ ପିଲାମାନେ କ'ଣ? ଗୋପନୀୟ। ପ୍ରକାଶ୍ୟର ବିପରୀତ ଶବ୍ଦ ଗୋପନୀୟ। ପ୍ରକାଶ୍ୟର ବିପରୀତ ଶବ୍ଦ ପିଲାମାନେ କ'ଣ? ପିଲାମାନେ ଗୋପନୀୟ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ ପଚାରିଲା? ରାଜର୍ଷି ଶବ୍ଦର ସନ୍ଧି ବିଚ୍ଛେଦ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍? ରାଜର୍ଷି ଶବ୍ଦର ସନ୍ଧି ବିଚ୍ଛେଦ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍? ରାଜର୍ଷି ଶବ୍ଦର ସନ୍ଧି ବିଚ୍ଛେଦ କ'ଣ ହେବ? ରାଜା ଯୁକ୍ତ ଋଷି ରାଜର୍ଷି। ଠିକ୍ ଅଛି। ରାଜା ଯୁକ୍ତ ଋଷି। ରାଜା ଯୁକ୍ତ ଋଷି କ'ଣ ହେବ ପିଲାମାନେ? ରାଜର୍ଷି। କ'ଣ ହେବ? ରାଜର୍ଷି। ରାଜା ଯୁକ୍ତ ଋଷି ରାଜର୍ଷି। ନେକ୍ସଟ କ'ଣ ପଚାରିଛି? ଅଜା ଭାରି ମଜା କାହାଣୀ କୁହନ୍ତି। ଅଜା ଭାରି ମଜା କାହାଣୀ କୁହନ୍ତି। ଏଠାରେ ଭାରି ଶବ୍ଦଟି କେଉଁ ପ୍ରକାର ବିଶେଷଣ? ତ ବିଶେଷ୍ୟ ପଦକୁ ଯେ ବିଶେଷିତ କରିଥାଏ ତାକୁ ବିଶେଷଣ କୁହାଯାଏ। ତ ଭାରି ତ ମଜା କାହାଣୀ କୁହନ୍ତି। ତ ଅଜା ଭାରି ମଜା କାହାଣୀ କୁହନ୍ତି। କାହାଣୀ ଗୋଟେ ପିଲାମାନେ ବିଶେଷ୍ୟ ପଦ ଆଉ ମଜା ହେଉଛି କି ବିଶେଷଣ। ତ ବିଶେଷଣର ବିଶେଷଣ ହେବ କ'ଣ ପିଲାମାନେ? ବିଶେଷଣର ବିଶେଷଣ। ତ ମଜା ହେଉଛି ବିଶେଷଣ ପଦ। ତ ବିଶେଷଣ ପଦକୁ ଆହୁରି ବିଶେଷିତ କିଏ ହେଉଛି? ଭାରି। ତ ବିଶେଷଣର ବିଶେଷଣ। ତ ଅପସନ୍ ନମ୍ବର ଏଟା ସଠିକ୍ ହେବ। ନେକ୍ସଟ କ'ଣ ପଚାରିଲା? ପାପର ବିପରୀତ ଶବ୍ଦ କ'ଣ ହେବ? ପାପର ପୁଣ୍ୟ। ସମସ୍ତେ ଜାଣିଥିବେ ପାପର ବିପରୀତ କ'ଣ ହେବ ନା? ପୁଣ୍ୟ। ପୁଣ୍ୟ। ପାପର ବିପରୀତ ଶବ୍ଦ ପୁଣ୍ୟ। ଠିକ୍ ଅଛି। ନେକ୍ସଟ କ'ଣ ପଚାରିଲା? ବିଜୁଳି ଆକାଶରେ ଚମକୁଛି। ଚମକୁଛି କେଉଁ କ୍ରିୟା ପିଲାମାନେ? ଅସମାପିକା କ୍ରିୟା ନା ଅକର୍ମକ କ୍ରିୟା ନା ସକର୍ମକ କ୍ରିୟା ନା ମିଶ୍ର କ୍ରିୟା ପଚାରିଛି ପିଲାମାନେ। ବିଜୁଳି ଆକାଶରେ ଚମକୁଛି। ଚମକୁଛି କେଉଁ କ୍ରିୟା ପିଲାମାନେ? ତ ଚମକୁଛି ଗୋଟେ ଅକର୍ମକ କ୍ରିୟା। କେଉଁ ପ୍ରକାର କ୍ରିୟା ପିଲାମାନେ? ଅକର୍ମକ କ୍ରିୟା। ଠିକ୍ ଅଛି। ନେକ୍ସଟ କ'ଣ ପଚାରିଲା ପିଲାମାନେ? ମୁହଁ ଦେବା ରୂଢ଼ିଟିର ଅର୍ଥ କ'ଣ ପିଲାମାନେ? ମୁହଁ ଦେବା ରୂଢ଼ିର ଅର୍ଥ କ'ଣ ପିଲାମାନେ? ମୁହଁ ଦେବା ରୂଢ଼ିର ଅର୍ଥ ହେଉଛି ପିଲାମାନେ ପ୍ରଶ୍ରୟ ଦେବା। କାହାକୁ ପ୍ରଶ୍ରୟ ଦେବାକୁ କ'ଣ କହିବେ ପିଲାମାନେ? ମୁହଁ ଦେବା। ଠିକ୍ ଅଛି। ନେକ୍ସଟ କ'ଣ ପଚାରିଲା? ନିମ୍ନରେ ପ୍ରଦତ୍ତ କେଉଁ ସ୍ୱରବର୍ଣ୍ଣର ସାଙ୍କେତିକ ରୂପ ମାତ୍ରା ନାହିଁ? କହୁଛି ନିମ୍ନରେ ପ୍ରଦତ୍ତ କେଉଁ ସ୍ୱରବର୍ଣ୍ଣର ସାଙ୍କେତିକ ରୂପ ମାତ୍ରା ନାହିଁ? ଓ ହସେଇ ଦୀର୍ଘେଇ ଆ। ତ ଆର ଜାଣିଥିବେ ଆର ମାତ୍ରା କେମିତି? ଏମିତିକା। ଦୀର୍ଘେଇର କେମିତିକା? ଦୀର୍ଘେଇର ପିଲାମାନେ ଜାଣିଥିବେ ଏମିତିକା। ହସେଇର କେମିତିକା? ହସେଇର ଜାଣିଥିବେ ଏମିତିକା। କିନ୍ତୁ ଓର ନାହିଁ। ଠିକ୍ ସଠିକ୍ ଆନ୍ସର ହେବ। ନେକ୍ସଟ ଯିବା। ସିଦ୍ଧ କ୍ରିୟା ପଦଗୁଡ଼ିକ ସାଧାରଣତଃ କି ପଦ ଭାବରେ ବ୍ୟବହାର? କହିଛି ପିଲାମାନେ ସିଦ୍ଧ କ୍ରିୟା ପଦଗୁଡ଼ିକ ସାଧାରଣତଃ କି ପଦ ଭାବରେ ବାକ୍ୟରେ ବ୍ୟବହୃତ ହୁଏ? ପିଲାମାନେ କହିଛି ସିଦ୍ଧ କ୍ରିୟା ପଦଗୁଡ଼ିକ ସାଧାରଣତଃ କି ପଦ ଭାବରେ ବାକ୍ୟରେ ବ୍ୟବହୃତ ହୁଏ? ପିଲାମାନେ ଏହା ସଠିକ୍ ଆନ୍ସର ପିଲାମାନେ ହେବ କ୍ରିୟାବାଚକ ବିଶେଷ୍ୟ। ସିଦ୍ଧ କ୍ରିୟା ପଦଗୁଡ଼ିକ ସାଧାରଣତଃ କି ପଦ ଭାବରେ ବାକ୍ୟରେ ବ୍ୟବହୃତ ହୁଏ ନା? କ୍ରିୟାବାଚକ ବିଶେଷ୍ୟ। ନେକ୍ସଟ ପଚାରିଛି ଅନର୍ଥର ମୂଳ। ଏହି ଅର୍ଥ ବୁଝାଉଥିବା ରୂଢ଼ିଟି ଲେଖ। ଅନର୍ଥର ମୂଳ ମାନେ କ'ଣ ପିଲାମାନେ? ନାଟର ଗୋବର୍ଦ୍ଧନ। କ'ଣ ପିଲାମାନେ? ନାଟର ଗୋବର୍ଦ୍ଧନ। ତାକୁ କୁହାଯାଏ ଅନର୍ଥର ମୂଳ। ନେକ୍ସଟ ପଚାରି ନେବ ଦେଇଥିଲେ ପାଇ। ଦେଇଥିଲେ ପାଇ। ଦେଇଥିଲେ କେଉଁ ପ୍ରକାର କ୍ରିୟା କହିଛି ପିଲାମାନେ? ତ ସକର୍ମକ ଅକର୍ମକ ସମାପିକା।